ଆଜି ସକାଳେ ବଳଙ୍ଗା ପୋଲିସ ଷ୍ଟେସନରେ ଗୋଟେ ସୂଚନା ହସ୍ତଗତ ହେଇଥିଲା ଯେ ଗୋଟେ ପରିତ୍ୟକ୍ତ ଜାଗାରେ ବାୟବର ଗାଁର ଗୋଟେ ପରିତ୍ୟକ୍ତ ଜାଗାରେ ଗୋଟେ ନାବାଳିକାକୁ କିଛି ଜଣ ଲୋକ ଆସଲ୍ଟ କରିଛନ୍ତି ଏବଂ ତାଙ୍କୁ ନିଆଁରେ ତାଙ୍କ ଉପରେ ଇନଫ୍ଲେମେବଲ ସବଷ୍ଟାନ୍ସ ୟୁଜ କରିକି ତାଙ୍କୁ ଆସଲ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି। ଏ ଖବର ହସ୍ତଗତ ହେଲା ପରେ ଆମର ସିନିୟର ଅଫିସର୍ସ ଓଆଇସି ବଳଙ୍ଗା ପିଏସ୍ ଆସିକି ପହଞ୍ଚିଥିଲେ। ପ୍ରଥମେ ତ ଆମେ ସେ ନାବାଳିକା ଯୋଉ ପୀଡ଼ିତା ଅଛନ୍ତି ତାଙ୍କୁ ପିପଲି ମେଡିକାଲ ସେଣ୍ଟରରେ ତାଙ୍କୁ ନିଆଯାଇଥିଲା। ତାଙ୍କୁ ଫର୍ଷ୍ଟ ଏଡ୍ ଦେଲା ପରେ ତାଙ୍କର ବେଟର ଟ୍ରିଟମେଣ୍ଟ ପାଇଁ ଏମ୍ସ ସ୍ଥାନାନ୍ତରଣ କରାଯାଇଛି। ପ୍ରଥମ କର୍ତ୍ତବ୍ୟ ଥିଲା ଆମର। ଦ୍ୱିତୀୟତଃ ଏବେ ଆମେ ଇନଭେଷ୍ଟିଗେସନ ଆରମ୍ଭ କରିଛୁ। ଆପଣମାନେ ଦେଖୁଥିବେ ଯେ ଏଇ ସିନ୍ ଅଫ୍ କ୍ରାଇମକୁ ପ୍ରିଜର୍ଭ କରାଯାଇଛି। ଫରେନ୍ସିକ ଟିମ୍ ଆସିକିରି ଇମ୍ପୋର୍ଟାଣ୍ଟ ଏଭିଡେନ୍ସ କଲେକ୍ସନ କରୁଛନ୍ତି। ତତ୍ ସଙ୍ଗେ ସଙ୍ଗେ ବଳଙ୍ଗା ପୋଲିସ ଷ୍ଟେସନର ଓଆଇସି ବଳଙ୍ଗାଙ୍କ ନେତୃତ୍ୱରେ ଏବଂ ଆମର ଗୋଟେ ସ୍ପେଶାଲ ଟିମ୍ ଫର୍ମେସନ କରାଯାଇଛି ଯେ କୋଉ ପରିସ୍ଥିତିରେ ଏଇ ଘଟଣାଟି ହେଇଛି। ଏଇଟା ଗୋଟେ ବହୁତ ସମ୍ବେଦନଶୀଳ ସ୍ପର୍ଶକାତର ବିଷୟ। ତାଙ୍କର ଅଭିଯୋଗ ଆଧାରରେ ସେ ନାବାଳିକା ଯେହେତୁ ଏବେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି, ଆମେ ସବିଶେଷ ତାଙ୍କୁ ପଚରାଉଚରା କରାଯାଇପାରିନି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଏବେ ଟିକେ ସ୍ଥିର ହେଲା ପରେ ଆମେ ତାଙ୍କୁ ବି ପଚରାଉଚରା କରି ଆହୁରି କିଛି ତଥ୍ୟ ହସ୍ତଗତ କରିବୁ। ବଟ୍ ଇନ୍ ଦ ମିନ୍ ଟାଇମ୍ ଆମେ ଗାଁର ଏବଂ ଆଖପାଖର ବହୁତ ତାଙ୍କ ସହିତ ଯେ ସମ୍ପର୍କ ରେ ଅଛନ୍ତି ବା ତାଙ୍କର ସମ୍ପର୍କୀୟ ଏବଂ ତାଙ୍କ ସାଙ୍ଗସାଥି ମାନଙ୍କୁ ପଚରାଉଚରା ଏବେ ଜାରି ରହିଛି। ତାର କାରଣ ହେଲା ଆମେ କିଛି ତଥ୍ୟ ହସ୍ତଗତ କରିବା ପାଇଁ ଚେଷ୍ଟା କରୁଛୁ। କିନ୍ତୁ ମୁଁ ଏତିକି କହିବି ଯେ ଏଇଟା ଗୋଟେ ବହୁତ ସମ୍ବେଦନଶୀଳ ଘଟଣା ଏବଂ ଆମେ ସମସ୍ତ ଦିଗରୁ ଇନଭେଷ୍ଟିଗେସନ ଜାରି ରଖିଛୁ। ଏବଂ ମୁଁ ଆଶ୍ୱାସନା ଦଉଛି ଯେ ଅତି ଶୀଘ୍ର ଏଇ ଏଣ୍ଟାୟାର ଯୋଉ ଇନସିଡେଣ୍ଟ ହେଇଛି ତାର ଉପରୁ ଆମେ କୋଉ ପରିସ୍ଥିତିରେ ଏଇଟା ଘଟିଛି ଏବଂ ତା ପାଇଁ ତାର କଲପ୍ରିଟ କିଏ, ତା ପାଇଁ କିଏ ଏଇ ଘଟଣାରେ ସଂଶ୍ଳିଷ୍ଟ ଅଛି, ସମସ୍ତ ଜିନିଷ ଆମେ ବାହାର କରିବୁ ଏବଂ ଯୋଉମାନେ ବି ଏଇ ଘଟଣା ସହିତ ସମ୍ପୃକ୍ତି ଯାହାର ଅଛି ସେମାନଙ୍କୁ କଠୋରତମ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ ପୋଲିସ କେତେ ଜଣ ଅଟକ ରଖିଛି ସନ୍ଦେହରେ? ନାଇଁ, କୌଣସି ଲୋକ ଅଟକ ରଖାଯାଇନି। ମୁଁ ସ୍ପଷ୍ଟ କରିଦିଏ, ଆମେ କେବଳ ତାଙ୍କ ସାଙ୍ଗସାଥି ତାଙ୍କ ତାଙ୍କ ବିଷୟରେ ଯୋଉମାନେ ଜାଣିଛନ୍ତି ତାଙ୍କୁ କିଛି ଲୋକଙ୍କୁ ନେଇକି ଆମେ ପଚରାଉଚରା ଜାରି ରଖିଛୁ ପୋଲିସ ଷ୍ଟେସନରେ। ପ୍ରାଥମିକ ସୂଚନା କିଛି ହସ୍ତଗତ ହେଇଛି? ନା, ଏବେ ଆରମ୍ଭ ହେଇଛି ଆଜ୍ଞା ଇନଭେଷ୍ଟିଗେସନ ଜଷ୍ଟ ଷ୍ଟାର୍ଟେଡ। କିଛି ମିଳିଲା? ଆମେ କିଛି ସମୟ ଲାଗିବ। ଫାଷ୍ଟ ଆମର କର୍ତ୍ତବ୍ୟ ଥିଲା ସେ ଝିଅଟାକୁ କେମିତି ଭଲ କରି ଟ୍ରିଟମେଣ୍ଟ ହଉ, ତାକୁ ଏମ୍ସ ସ୍ଥାନାନ୍ତରଣ କରି ସେ ଟ୍ରିଟମେଣ୍ଟ ଆରମ୍ଭ ହେଇଯାଇଛି। ଏବେ ନେକ୍ସଟ ଆମର ପ୍ରୋସିଜର ହେଲା ଆମେ ଇନଭେଷ୍ଟିଗେସନ ଜାରି ରଖିଛୁ ଏବଂ କିଛି ତଥ୍ୟ ହସ୍ତଗତ ହେଲେ ଆମେ ଆପଣଙ୍କ ସାଙ୍ଗରେ ସେୟାର କରିବୁ। ନାଇଁ, ସେଟା ସବୁ ମେଡିକାଲ ଅଫିସର ଯୋଉମାନେ ତାଙ୍କର ଅଧିକୃତ ମେଡିକାଲ ଅଫିସର ହିଁ ସେମାନେ କହିବେ। ଆମେ କହିବାଟା ସମୀଚୀନ ହବ ନାହିଁ। ବଟ୍ ଆମେ କଣ୍ଟାକ୍ଟରେ ଅଛୁ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଏବଂ କମିଶନରେଟ ପୋଲିସଙ୍କ ସହିତ ଆମେ କଣ୍ଟାକ୍ଟରେ ଅଛୁ ଏବଂ ବେଷ୍ଟ ଅଫ ଦି ଟ୍ରିଟମେଣ୍ଟ ତାକୁ ଯେମିତି ହସ୍ତଗତ ହବ ତା ପ୍ରତି ବ୍ୟବସ୍ଥା କରାଯାଏ।